ରାଜ୍ୟରେ ଆତଙ୍କ ଖେଳାଇଛି ଡାଇରିଆ। ଏହି ଡାଇରିଆ କେତେ ଜଣଙ୍କ ଜୀବନ ନେଇଥିବା ବେଳେ ଅନେକ ଏବେ ଚିକିତ୍ସିତ ହେଉଛନ୍ତି। ତେବେ ଡାଇରିଆ ବ୍ୟାପିବା କାରଣ ହେଉଛି ପାଣି ବୋଲି କୁହାଯାଉଛି। ଡାଇରିଆ କମିବ କିପରି ଏନେଇ ଚିନ୍ତାରେ ରହିଛନ୍ତି ସରକାର। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ସହ ଘନ ଘନ ଆଲୋଚନା ହେଉଛି। କିପରି ସ୍ଥିତି ନିୟନ୍ତ୍ରଣ କରାଯିବ ନିଆଯାଉଛି ପଦକ୍ଷେପ। ହେଲେ ଡାଇରିଆ ପରେ ଡରାଇଲାଣି ଜଣ୍ଡିସ୍। ଭୁବନେଶ୍ୱର, ବରଗଡ଼, ବ୍ରିଟକଲ୍ୟାଣ ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି। ଇଏ କଲୋନୀ, ବ୍ରହ୍ମେଶ୍ୱର, ପାଟଣା ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ପ୍ରାୟ 50 ଛୁଇଁଥିବା ବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଦୂଷିତ ପାଣି ପିଇ ଜଣ୍ଡିସ୍ ବ୍ୟାପୁଥିବା ଖବର ମିଳିବା ପରେ ଗତ 2 ଦିନ ତଳେ ସଂକ୍ରମିତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ନମୁନାର ଜଣ୍ଡିସ୍ ଚିହ୍ନଟ ହୋଇଛି। ସୂଚନା ମିଳିଛି, ହେଲେ ଏନେଇ ସରକାରୀ କିମ୍ବା ବିଏମ୍ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତ ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ୍ ସହ ଯୋଡ଼ି ରୁହନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ।